ସାଙ୍ଗମାନେ ଆଜି ମଧ୍ୟ ନେଇ ଆସିଛି କିଛିଟା ହେଲ୍ପଫୁଲ୍ ଟିପ୍ସ। ସବୁଦିନ ଆମେ ଏକା ଭଳି କାମ କରି କରି ବୋର୍ ହେଇଯାଉଛେ। ସେଇ କାମକୁ ଯଦି ଆମେ ଟିକେ ସହଜ ଆଉ ସରଳ କରିବା ଆମର ସମୟ ବଞ୍ଚିବ। ଭିଡ଼ିଓକୁ ଜମା ବି ସ୍କିପ୍ କରନ୍ତୁନି, ଦେଖନ୍ତୁ। ଯଦି ସ୍କିପ୍ କରିବେ କିଛିଟା ହେଲ୍ପଫୁଲ୍ ଟିପ୍ସ ମିସ୍ କରିଦେବେ। ଯଦି କୌଣସି ଟିପ୍ସ ଭଲ ଲାଗିଲା ନିଶ୍ଚୟ ଗୋଟେ ତା ପାଇଁ ଲାଇକ୍ ଦେବେ। ନମସ୍କାର, କୁକ୍ ୱିଥ୍ ମୂର୍ଚ୍ଛନା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଏବେ ଦେଖିବା ପ୍ରଥମ ଟିପ୍ରେ କ'ଣ ଅଛି। ଏଇ ଥଣ୍ଡା ଦିନେ ଏମିତି ସକ୍ସ ହଉ ଟୋପି ହଉ ଆମେ ବ୍ୟବହାର କରୁଛେ, ଆଉ ଯେତେବେଳେ ଧୋଉଛେ ଟିକେ ଟିକେ ଗିଲା ରହିଯାଉଛି। ଯେତେ ୱାସିଂ ମେସିନରେ ପକେଇଲେ ବି ଏମିତି ଟିକେ ଟିକେ ଗିଲା ରହିଯାଏ, ଆଉ ଖରା ତ ହୁଏନି ତାକୁ ଶୁଖେଇବାକୁ। ତ କ'ଣ କଲେ ଆମେ ଅତି ସହଜରେ ଆମେ ଜରୁରୀ ଜିନିଷଟି ଆମେ ମାନେ ପିନ୍ଧିବାଟା ନିହାତି ଦରକାର, ଯେଉଁଟା ଆମେ ଶୁଖେଇ ପାରିବା ବିନା ଖରାରେ। ଖରା ନହେଲେ ବି ଆମେ କ'ଣ କରିବା, ଏମିତି ଟିକେ ଗ୍ୟାସ୍ ଲଗେଇଦେବା, ସିମ୍ କରିଦେବା। ତାପରେ ଏମିତି କଡ଼େଇ ହଉ ଯେକୌଣସି ହାଣ୍ଡି ହଉ କିମ୍ବା ବଡ଼ ତସଲା ହଉ ଥୋଇଦେବେ। ତା ଉପରେ ଏ ସକ୍ସ ହଉ, ତାପରେ ଯେଉଁ ଛୋଟ ଛୋଟ ପ୍ୟାଣ୍ଟ ଛୋଟ ଛୁଆଙ୍କର ହଉ ଟୋପି ହଉ ଏମିତି ଥୋଇଦେବେ। କିଛି ସମୟ ପରେ ଟିକେ ନୋଟା ନୋଟ କରିଦେଲେ ସେ ଯେଉଁ ଗିଲା ଗିଲା ଲାଗୁଥିବ, ମାନେ ଟିକେ ଟିକେ ଥଣ୍ଡା ଥଣ୍ଡା ଲାଗୁଥିବ, ଓଦା ଓଦା ଲାଗୁଥିବ, ସେ ଶୁଖିଯିବ। ଆଉ ଆକୁ ବାରମ୍ବାର ଏମିତି ନଉଟେଇ ଦେବେ ଟିକେ। ଖରା ମାସରେ ପଙ୍ଖା ଚାଲିଛି, ପଙ୍ଖା ତଳେ ଥୋଇଦେବା। ଆଉ ଏ ଶୀତ ଦିନେ ଆମେ ତ ପଙ୍ଖା ଲଗାଉନେ। ଛୋଟ ଛୁଆ ସ୍କୁଲକୁ ଯାଆନ୍ତି, ତାଙ୍କ ସକ୍ସଟା ଧୋଇବାକୁ ପଡ଼େ। ଯଦି ନିହାତି ଦରକାର ଅଛି ତାହେଲେ ଏମିତି ଭାବରେ ଆପଣ କପଡ଼ାକୁ ଶୁଖେଇ ପାରିବେ। ଏବେ ଆସନ୍ତୁ ଦେଖିବା ଦ୍ୱିତୀୟ ଟିପ୍ରେ କ'ଣ ଅଛି। ବେଶୀ କରି ବର୍ଷା ମାସରେ ଏଇ ଚିନିଟି ଏମିତି ଯେତେବେଳେ ଆମେ ଦୋକାନରୁ ଆଣୁଛେ ସେ ଟିକେ ଓଦା ଓଦା ହେଇଯାଇଥାଏ। ଶୀତ ଦିନ ହଉ ଖରା ଦିନ ହଉ ବେଶୀ ଓଦା ଓଦା ହୁଏନି, ତ ବର୍ଷା ଦିନ ହୁଏ। ସେଥିପାଇଁ କହୁଛି, ଯଦି ଚିନିଟି କେତେବେଳେ ଏମିତି ଓଦା ଓଦା ହେଇଯାଇଥାଏ ତ ଆମେ ଆଣିବା କିଛି ଜାଇତ୍ରୀ ଆଉ ଡାଲଚିନି। ଜାଇତ୍ରୀ ଡାଲଚିନିକୁ ଆମେ ଚିନିରେ ପକାଇଦେବା। କାରଣ ଡାଲଚିନିରେ ଯଦି ଡାଲଚିନି ପକାଇଥିବା ପିମ୍ପୁଡ଼ି ହେବେନି, ଆଉ ଜାଇତ୍ରୀ ଯଦି ପକାଇଥିବା ତାହେଲେ ଚିନିଟି ଆଉ ଓଦା ଓଦା ହେବନି। ଆଉ ଆର ବାସ୍ନାରେ ଜମା ବି ପିମ୍ପୁଡ଼ି ଜନ୍ଦା କେହି ଆସିବେନି। ଆପଣ ଯେକୌଣସି ଜାଗାରେ ଥୋଇପାରିବେ, ଖାପ ଦେଇଦେବେ, ଭଲକିରି ଥୋଇଦେବେ। ଯଦି ପିମ୍ପୁଡ଼ି ହେଉଛନ୍ତି ଡବା ଚାରିପଟ ହଳଦୀ ଗୁଣ୍ଡ ମଧ୍ୟ ଦେଇକି ଥୋଇ ଦିଅନ୍ତୁ। ଏବେ ଯିବା ନେକ୍ସଟ ଟିପ୍କୁ। ଏଇଠି ମୁଁ ଖଣ୍ଡେ ଛୋଟ ଡବଲ ଟେପ୍ ନେଇଯାଉଛି। ଆକୁ ଆମେ ବଢ଼ିଆ କାମରେ ଲଗାଇବା। ଆଗକୁ ଦେଖନ୍ତୁ, ଜମା ବି ସ୍କିପ୍ କରନ୍ତୁନି। ଏଠି ଦେଖନ୍ତୁ, ମୁଁ ଛୋଟ ଖଣ୍ଡେ ଡବଲ ଟେପ୍ କାଟିକି ନେଇଗଲି। ତାର ଉପର କାଗଜଟାକୁ ଛଡ଼େଇଦେଲି, ଆଉ ଏମିତି ଯେଉଁ ଶାଢ଼ୀ ଶୁଖାନ୍ତି ଯେଉଁ କ୍ଲିପ୍ଟା ସେଥିରେ ଲଗାଇଦେବା। ଆକୁ ଆମେ ଦେଖନ୍ତୁ ଏଇ ବୋର୍ଡ଼ ପାଖରେ ଏମିତି ଚିପକେଇ ଦେବା। ଭଲ ଭାବରେ ଏମିତି ଆଙ୍ଗୁଠିରେ ମାଡ଼ିଦେବେ, ନହେଲେ ଗଳି ପଡ଼ିବ। ଆଉ ଆକୁ ଆମେ ବୋର୍ଡ଼ ପାଖରେ କାହିଁକି ଲଗାଇଲେ, ଦେଖନ୍ତୁ ଯେତେବେଳେ ଆମେ ଚାର୍ଜର ଏଠି ଗେଞ୍ଜୁଛେ ବୋର୍ଡ଼ରେ, ଦେଖନ୍ତୁ କେମିତି ଓହଳିକି ରହୁଛେ। ଆଜିକାଲି ତ ପୁରା ତଳେ ହିଁ ବୋର୍ଡ଼ ଲାଗୁଛି, ଯେମିତି ହାତ ପାଇବ ଛୋଟ ଛୁଆଙ୍କର, ତ ସେମାନେ ଭିଡ଼ି ଦେଉଛନ୍ତି। ଭିଡ଼ି ଦେଲେ ଚାର୍ଜର ଖରାପ ହେଇଯିବ, ଚାର୍ଜର ଛିଣ୍ଡିଯିବ। ସେଥିପାଇଁ ମୁଁ ଆଜି ଏଇ ଉପାୟଟା କରିଛି। ଦେଖନ୍ତୁ ଏମିତି ଭାବରେ ଚିପକେଇ ଦେଲି, ଆଉ ଚାର୍ଜରକୁ ଗୁରେଇକି ସେଇଥିରେ ଚାପିଦେଲି, ତ ବଢ଼ିଆ ଭାବରେ ରହିଗଲା। ଜମା ବି ଆଉ ହାତ ପାଇବନି ଛୋଟ ଛୁଆଙ୍କର। ତଳକୁ ଯଦି ଲଟକିକି ରହିଥାଏ ଚାର୍ଜରଟା, ଖରାପ ମଧ୍ୟ ଦେଖାଯାଏ, ଭଲ ଦେଖା ହୁଏନି। ଆଶା କରୁଛି ଏ ଟିପ୍ଟା ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯିବା ଏବେ ନେକ୍ସଟ ଟିପ୍କୁ। ଏଇଭଳି ଭାବରେ ସିରପ୍ ବାଲା ମେଡ଼ିସିନ ହେଉ କିମ୍ବା ବଟିକା ହେଉ, ଆମେ ଘରେ ଆଣିକି ମେଡ଼ିସିନ ସବୁ ରଖୁଛେ, କିମ୍ବା କୌଣସି ଜିନିଷ ହେଉ ଆମେ ରଖୁଛେ, ତ ଆମେ କ'ଣ କରୁଛେ, ସେମିତି ଥୋଇ ଦେଉଛେ। ଏମିତି ସିରପ୍ ବାଲା ମେଡ଼ିସିନ ତ ବେଶୀ ଖରାପ ହେଇଯାଏ। ତା'ର ଯେଉଁ ଡେଟ୍ଟା ଥାଏ, ଏକ୍ସପାୟାର ଡେଟ୍ଟା, ସେଇଟା କ'ଣ ହୁଏ, ଲିଭିଯାଏ। ଛୋଟ ଛୁଆଙ୍କୁ ଆମେ ଯେତେବେଳେ ମେଡ଼ିସିନ ଖୁଆଉଛେ, ପାଣି ଫାଣି ପଡ଼ୁଛି, କିମ୍ବା ବେଶୀ ଦିନ ରହିଲେ କେମିତି କ'ଣ ସେ ଲିଭିଯାଏ ତା'ର ଏକ୍ସପାୟାର ଡେଟ୍ଟା। ସେଠି ଆମେ ଟ୍ରାନ୍ସପାରେଣ୍ଟ ନେଲ୍ ପଲିସ୍ ଲଗାଇଦେବା, ଜମା ବି ଲିଭିବନି। ପାଣି ପଡ଼ିଲେ ବି ସେ ଲିଭିବନି, ବହୁତ ଦିନ ରହିଲେ ମଧ୍ୟ ଲିଭିବନି। ଆଉ ପୁରା ପତଳା ଭାବରେ ଲଗାଇଦେବେ, ଜମା ମୋଟା ଲଗାଇବେନି। ଏବେ ଦେଖିବା ନେକ୍ସଟ ଟିପ୍ରେ କ'ଣ ଅଛି। ଘରକୁ ଆମେ ସବୁବେଳେ ଏମିତି ମାନେ ଡାଲି ଆଣୁ। କେତେ ପ୍ରକାର ଆମେ ଡାଲି ଆଣିକି ରଖୁ ଘରେ। ବେଶୀ ଡାଲି ଯେତେବେଳେ ଆଣୁଛେ ରଖୁଛେ, ସେ କେତେବେଳେ ପୋକ ଲାଗିଯାଏ। ବେଶୀ ଦିନ କୁଆଡ଼େ ପଳେଇଥିବା ଯଦି ସେ ଫିମ୍ପି ମାରିଯାଏ, ପୋକ ଲାଗିଯାଏ। ତ ଯଦି ଆମେ ସେଥିରେ ଲୁଣ ଗୋଟେ ଗୋଟେ ଚାମଚ ଦେଇକି ଗୋଳେଇକି ରଖିଦେଇଥିବା, ଜମା ବି ଫିମ୍ପି ମାରିବନି, ପୋକ ଲାଗିବନି, ଖରାପ ମଧ୍ୟ ହେବନି, ବେଶୀ ଦିନ ରହିପାରିବ। ଯଦି ଆମେ ବାହାରକୁ କୁଆଡ଼େ ଯାଉଛେ, ଘରେ ଡାଲି ରହିଯାଇଛି, ତ ଆମେ ଏଇ ଉପାୟଟି କରିବା। ସାଙ୍ଗେ ସାଙ୍ଗେ ପାଖରେ ଥିବା ଲୁଣଟି ଆଣିବା, କୁଆଡ଼େ କିଛି ଯିବାକୁ ପଡ଼ିବନି କି କୌଣସି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଗୋଟେ ଚାମଚ ଲୁଣ ପକାଇକି ଗୋଳେଇକି ରଖିଦେବା। ମାସ ମାସ ଧରି ଆମେ ବାହାରକୁ ପଳେଇ ଗଲେ ବି ଡାଲିଟି ସେମିତି ହିଁ ଭଲ ଭାବରେ ରହିଥିବ, ଖରାପ ଜମା ହେଇନଥିବ। ଏବେ ସେଇ ଡାଲିର ଆଉ ଗୋଟେ ଟିପ୍ କହୁଛି ମୁଁ। ଘରେ ଆମେ ଡାଲି କରୁଛେ, ରାନ୍ଧୁଛେ, ଯେଉଁ ଆମେ କ'ଣ କରୁଛେ, କେତେବେଳେ ବେଶୀ ରାନ୍ଧି ଦେଉଛେ, କେତେବେଳେ କମ୍ ରାନ୍ଧି ଦେଉଛେ। ଡାଲି ଆମକୁ କେତେବେଳେ ନଟ ହେଉଛି,
ତ ଆମେ କ'ଣ କଲେ ଆମେ ସାଇଜ୍ରେ ଡାଲି ସମସ୍ତଙ୍କ ପାଇଁ ତିଆରି କରିପାରିବା। ଜଣେ ଜଣେ ଆଜିକାଲିର ଛୋଟ ଛୋଟ ଝିଅ ହଉ ବୋହୂମାନେ ହୁଅନ୍ତୁ ସେମାନେ ଅନୁମାନ ପାଆନ୍ତିନି ଡାଲିକୁ ବେଶୀ ତିଆରି କରିଦିଅନ୍ତି ଆଉ ଅଳ୍ପ ମଧ୍ୟ କରିଦିଅନ୍ତି। ଆମେ କ'ଣ କରିବା ଏମିତି ଯେତେ ଜଣ ଥିବା ସେତେ ମୁଠା ଡାଲି ପକାଇଦେବା। ଏମିତି ଯଦି ଭାଗ ମାପରେ ଆମେ ଡାଲି ତିଆରି କରିବା ତାହେଲେ ପରିବାରର ସମସ୍ତେ ଖୁସି ହେବେ। ଆମେ ଗୃହିଣୀମାନେ ଏଇସବୁ ସତର୍କ ଆମେ ନିହାତି ହେବା ଦରକାର। ଆଜିକାଲି ଡାଲି ରେଟ୍ କେତେ ହେଲାଣି, ବେଶୀ ଯଦି ହେବ ନିଶ୍ଚୟ ନଷ୍ଟ ହେବ। ଆଉ ଫ୍ରିଜରେ ରଖିବା ଡାଲି ବି ଜମା ବି ଭଲ ଲାଗେନି। ଆଉ ଯଦି ଡାଲିଟା କମ୍ ହେଇଯାଏ ପରିବାରଠୁ ଶୁଣିବାକୁ ପଡ଼ିବ। ସେଥିପାଇଁ ଏଇ ଉପାୟ ଆପଣ ନିଶ୍ଚୟ କରନ୍ତୁ, ଦେଖିବେ ଆପଣ ସାଇଜ୍ରେ ଡାଲି ତିଆରି କରିପାରିବେ ଆଉ ସମସ୍ତଙ୍କ ପାଇଁ ଠିକ୍ରେ ଡାଲିଟା ତିଆରି ହେଇପାରିବ। ଆଉ ଗୋଟେ କଥା, ଯଦି ଆପଣ ଜାଣିଥିବେ ପରିବାରର କିଏ ଜଣେ ବେଶୀ ଡାଲି ଖାଏ ତ ତା ପାଇଁ ଆପଣ 2 ମୁଠା ଡାଲି ପକାଇଦେବେ କିମ୍ବା ସମସ୍ତଙ୍କ ପାଇଁ ମୁଠେ ମୁଠେ ପକାଇଦେବେ ଆଉ ଗୋଟେ ମୁଠା ଅଧିକ ପକାଇ ଦେଇଥିବେ। ଦର୍ଶକ ବନ୍ଧୁ ଚ୍ୟାନେଲରେ ଯଦି ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଆଉ ଯଦି ଆଗରୁ ସବସ୍କ୍ରାଇବ୍ କରିଛନ୍ତି ତାହେଲେ ବହୁତ ବହୁତ ଧନ୍ୟବାଦ। ଏବେ ଦେଖିବା କ'ଣ ଅଛି ନେକ୍ସଟ ଟିପ୍ରେ। ଆମେ ସଫ୍ଟପିନ୍ ଗୃହିଣୀମାନେ ବ୍ୟବହାର କରୁଛେ ଯେତେବେଳେ ଶାଢ଼ୀରେ ଲଗାଉଛେ କିମ୍ବା କୌଣସି ସାର୍ଟ ପ୍ୟାଣ୍ଟରେ ଲଗାଉଛେ କିମ୍ବା ବ୍ଲାଉଜରେ ଲଗାଉଛେ ଆମେ କ'ଣ କରୁଛେ ଏଠି ସେଠି ଫୋପାଡ଼ି ଦେଉଛେ। ଆଉ ଗୋଟିଏ ଜାଗାରେ ରଖିଲେ ମଧ୍ୟ ସେ କେଉଁଠି ପଡ଼ିଯାଏ। ଯେତେବେଳେ ବାହାରକୁ ଯିବାକୁ ଥିବ ଆମେ କ'ଣ କରିବା ସଫ୍ଟପିନ୍କୁ ଖୋଜୁଥିବା। ଆଉ ଆଜିକାଲି ଆମେ ସଫ୍ଟପିନ୍ ସବୁବେଳେ ବ୍ୟବହାର କରୁଛେ, ସବୁବେଳେ ଆମକୁ ସଫ୍ଟପିନ୍ ଦରକାର ହେଉଛି। ଯଦି ଆମେ ଚୁଡ଼ିରେ ଏମିତି ସଫ୍ଟପିନ୍କୁ ଲଗାଇଦେବା ଆଉ କେଉଁଠି ଗୋଟେ ଟାଙ୍ଗିଦେବା ସଫ୍ଟପିନ୍ କେଉଁଠି ହଜିବନି। ଯେତେବେଳେ ନିହାତି ଦରକାର ଅଛି ସାଙ୍ଗେ ସାଙ୍ଗେ ଆମେ ଖୋଜିକି ପାଇଦେବା। ଆଉ ବଢ଼ିଆ ଦେଖାଯାଉଛି ମଧ୍ୟ ତ ଏମିତି ଟାଙ୍ଗିଦେଲେ। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ବେଳେବେଳେ କ'ଣ ହୁଏ ନା ବାସି ରୁଟି ବଳିଯାଏ। ଏଇ ବାସି ରୁଟିକୁ ଆମେ କ'ଣ କରିବା ଗୋଟେ ବଢ଼ିଆ କାମରେ ଆଜି ଲଗାଇବା। ଟିକେ ପେଷ୍ଟ ଲଗାଇଦେବା ବାସି ରୁଟିରେ। ଆଜି ଗୋଟେ ବଢ଼ିଆ ସଫେଇ କାମରେ ଲଗାଇଦେବା ଏଇ ବାସି ରୁଟିକୁ। ଆମେ ଯେତେବେଳେ ସିଲିଣ୍ଡର ରଖୁଛେ 8 ଦିନ ହଉ 15 ଦିନ ହଉ ଏମିତି ଥୋଇ ଦେଉଛେ ତା ତଳଟା କଳେଙ୍ଗ ଲାଗିଯାଉଛି। ସଫା କରିବାର ତ ବହୁତ ଉପାୟ ଅଛି। ହାର୍ପିକ ହଉ ଯେକୌଣସିଥିରେ ସଫା କରୁଛନ୍ତି, ଅଟାର ଚୋକଡ଼ରେ ସଫା କରୁଛନ୍ତି। ଅଟା ଚୋକଡ଼ ଯଦି ନାହିଁ, ରୁଟି ଯଦି ବଞ୍ଚି ଯାଇଛି ସେଇ ରୁଟିକୁ ଆପଣ ଗୁଣ୍ଡ କରିଦେବେ କିମ୍ବା ଏମିତି ଖଣ୍ଡ ଖଣ୍ଡ କରିଦେବେ, ସେଥିରେ ଟିକେ ପେଷ୍ଟ ଲଗାଇଦେବେ ଆଉ ନେଇକି ଏମିତି ଯେଉଁଠି କଳିଙ୍ଗ ଲାଗିଛି ସେମିତି ଚାରିଆଡ଼େ ଘଷିଦେବେ। ପେଷ୍ଟ ନିଶ୍ଚୟ ଲଗାଇବେ। ଚୋକଡ଼ ବଦଳରେ ରୁଟି କାମ ଦେବ। ଆମେ ଚୋକଡ଼ ଦେଇକି ଯେଉଁ ସଫା କରୁଛେ ତ ଚୋକଡ଼ଟା ଭଲ ବି ସଫା ହୁଏ, ପେଷ୍ଟ ଟିକେ ଦେଇଦେଲେ ଭଲ ସଫା ହୁଏ। ତ ସେଇ ଚୋକଡ଼ ବଦଳରେ ଆମେ ବାସି ରୁଟିକୁ ଏମିତି ଭାବରେ ପେଷ୍ଟ ଦେଇକି ଯଦି ଘଷିଦେବା ତା ମଧ୍ୟ କଳିଙ୍କି ସଫା ହେଇଯିବ। ଯେଉଁ ଚିହ୍ନଟା ହେଇଥିବ ସେ ଚିହ୍ନଟା ଭଲ ଭାବରେ ଲିଭିଯିବ। ଏଇ ଟିପ୍ଟି ଆପଣଙ୍କୁ ପସନ୍ଦ ଆସିଥିବ କି ନାହିଁ ଜାଣିନି। ଯଦି ଆସିଥିବ କମେଣ୍ଟରେ ଜଣାଇବେ, ଯଦି ମନକୁ ନ ଆସିଥିବ ତାହା ମଧ୍ୟ କମେଣ୍ଟରେ ଜଣାଇବେ। ଆଉ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟରେ ଜଣାଇବେ। ଆଜି ପାଇଁ ରହୁଛି, ପୁଣି ଆଗକୁ ଆସିବେ ଏମିତି ନୂଆ ନୂଆ ଟିପ୍ ନେଇ। ଜୟ ଜଗନ୍ନାଥ।